ଆଜି ମାଛର ଏମିତି ଏକ ରେସିପି ବନେଇବାକୁ ଯାଉଛି ଯେଉଁଟା ପଖାଳ ସହିତ ଖାଇବାକୁ ବଢ଼ିଆ ଲାଗିବ ଆଉ ବହୁତ ଟେଷ୍ଟି ବି ଲାଗିବ। ପଖାଳ ଭାତ ସହ ଏଇଟା ପୁରା ବହୁତ ବଢ଼ିଆ ଜମିବ। ତାହେଲେ ଚାଲନ୍ତୁ ଦେଖିନେବା ଆଜିର ଏହି ରେସିପିଟି। କଡ଼େଇରେ ଟିକେ ସୋରିଷ ତେଲ ଦେଇଥିଲି, ସେଇଟା ଏବେ ଗରମ ହେଇଗଲାଣି। ସେଥିରେ ଦେଇଦେବା କିଛି କଞ୍ଚା ଲଙ୍କା ଆପଣ ଏଠି ରାଗ ଯେତିକି ଖାଆନ୍ତି ସେଇ ହିସାବରେ ନେବେ। ତାପରେ ଏଠି ମୁଁ ଲମ୍ବା ଲମ୍ବା କରିକି ପିଆଜ କାଟିଥିଲି, ସେ ତାକୁ ଦେଇଦେବା। ଏଇନେ ଦେଇକି ଭଲ ଭାବରେ ପିଆଜଟାକୁ ଭାଜିବା। ମୁଁ ଏଇନେ ପ୍ରଥମରୁ ଲୁଣ ଦେଉନି। ପିଆଜ ଆଉ ଲଙ୍କାକୁ ଟିକେ ଭାଜିବା, ଯେମିତି ଟିକେ କଲର୍ ଚେଞ୍ଜ ହେଇଯିବ ସେଇ ପର୍ଯ୍ୟନ୍ତ ଆମେ ଭାଜିବା। ଆଜି ଯେଉଁ ମୁଁ ରେସିପିଟା କରୁଛି ତାର ନାଁ ହେଲା ମାଛ ମସଲା। ଆଉ ଏଇ ମାଛ ମସଲାରେ ପିଆଜଟା ଟିକେ କ୍ରଞ୍ଚି ରହିବ। ବେଶୀ ପିଆଜକୁ ଲାଲ କରିବେନି କିମ୍ବା ପ୍ରଥମରୁ ଲୁଣ ଦେବେନି। ଲୁଣ ଦେଇଦେଲେ ପିଆଜଟା ନରମ ହେଇଯିବ, ଯାହାଫଳରେ କି ଏ ରେସିପିଟା ଖାଇବାକୁ ଏତେ ଭଲ ଲାଗିବନି। ଏଇ ରେସିପିରେ ପିଆଜଟା ଟିକେ କ୍ରଞ୍ଚି ରହିଲେ ଭଲ ଲାଗିବ। ତ ମୁଁ ମସଲାରେ ଏଠି ଦେଇଥିଲି କେବଳ ପିଆଜ ଆଉ ରସୁଣ ପେଷ୍ଟ କରିଥିଲି। ସେଥିରେ ମୁଁ ଆଉ କିଛି ଦେଇନଥିଲି। ଯଦି ଆପଣମାନେ ଚାହିଁବେ ଏଥିରେ କଞ୍ଚାଲଙ୍କା ଦେବେ, କିନ୍ତୁ ଅଦା ଦେବେନି। ଅଦା ଦେଲେ ତାର ଫ୍ଲେଭରଟା ଏତେ ଭଲ ଆସିବନି। ତାପରେ ମସଲାକୁ ଦେଇ ସାରିଲା ପରେ ଅଳ୍ପ ଟିକେ ପାଣି ଦେଇକି ମସଲାର ସାଙ୍ଗମାନଙ୍କୁ ଦେଇ ଦେଇଥିଲି। ଆପଣମାନେ ତ ଜାଣିଛନ୍ତି ମସଲାର ସାଙ୍ଗମାନେ କିଏ। ଲୁଣ, ହଳଦୀ ଆଉ ଲଙ୍କା ପାଉଡ଼ର ଆଉ ଟିକେ କଲର୍ ହେବା ପାଇଁ ମୁଁ ଦେଇ ଦେଇଥିଲି ଏଠି କାଶ୍ମୀରୀ ରେଡ୍ ଚିଲି। ଏସବୁକୁ ଦେଇକି ଏବେ ଟିକେ ଭଲ ଭାବରେ କଷିଦେବା, ଯେମିତିକି ପୁରା ତେଲ ଛାଡ଼ିଯିବ ମସଲାରୁ। ମସଲାଟା କଷି ହେଇଗଲାଣି, ଏବେ ସେଥିରେ ଦେଇଦେବା ପାଣି। ଆଉ ମୁଁ ଏଠି ଅଳ୍ପ ଟିକେ ଏଇନେ ପାଣି ଦେଉଛି। ମୁଁ ଏଥିରେ ଟମାଟୋ ଆଡ଼୍ କରିନି କି ଏଥିରେ ମୁଁ ଟମାଟୋ ସସ୍ ଦେବିନି। ମାଛ ମସଲାରେ ଯଦି ଆମେ ଟମାଟୋ ସସ୍ ଦେବା ସେଇଟା ଟିକେ ମିଠା ଲାଗିବ। ମୁଁ ଏଠି କେବଳ ଟିକେ ଚିଲି ସସ୍ ଦେବି ଆଉ ଟିକେ ଫ୍ଲେଭର ପାଇଁ ଚିକେନ୍ ମସଲା ଆଡ଼୍ କରିବି। ସେଥିପାଇଁ ମୁଁ ଏଥିରେ ଟିକେ ପାଣି ଦେଇ ଦେଇଥିଲି। ଯଦି ଆପଣମାନେ ଚାହିଁବେ ଏଥିରେ ପ୍ରଥମରୁ ଟମାଟୋ ବି ଦେଇକି କଷି ପାରିବେ। ମୁଁ କିନ୍ତୁ ଏଠି ଟମାଟୋ ଦେଇନି, କେବଳ ଚିଲି ସସ୍ଟା ଦେଇଥିଲି ଟିକେ ଖଟା ଆସିବା ପାଇଁ। এই ମାଛ ମସଲାଟା ମୁଁ ଆଜି ପଖାଳ ସହିତ ଆଡ଼୍ କରିଛି। ଆପଣମାନଙ୍କ ସହିତ ସେୟାର କଲି ମାଛ ମସଲା ଆଉ ପଖାଳ। ଶୀତ ହେଉ ବା ଖରା ଦିନ ହେଉ ବା ଶୀତ ଦିନ ହେଉ, ଆମେ ସବୁବେଳେ ପଖାଳ ଖାଇବାକୁ ପସନ୍ଦ କରୁ। ଯେଉଁମାନେ ପଖାଳ ଖାଇବାକୁ ପସନ୍ଦ କରନ୍ତି ସେମାନେ ତ କୌଣସି ସିଜିନ୍ ଦେଖିବେନି। ଖରା ହେଉ କି ବର୍ଷା ହେଉ କି ଶୀତ ହେଉ, ସେମାନେ ପଖାଳ ଖାଇବା କଥା ଖାଇବେ। ତ ପଖାଳରେ ଟିକେ କିଛି ସାଜ ନହେଲେ ପଖାଳ କ'ଣ ସେମିତି ଭଲ ଲାଗିବ କି? ଟିକେ ଆମର ମାଛ ମସଲା ଯଦି ପଖାଳରେ ହେଇଯାଉଥିବ ତାହେଲେ କଥା ତ ସରିଲା। ପଖାଳ ପୁରା ଆମର ପୁରା ବହୁତ ବଢ଼ିଆ ଜମିବ। ଆଉ ଶୀତ ଦିନକୁ ପଖାଳ ଥଣ୍ଡା ଲାଗିଲେ ବି କିନ୍ତୁ ପଖାଳ ଆମେ ଖାଉଛେ। ମସଲା ପୁରା କଷା ହେଇଗଲାଣି, ଏଥିରେ ମୁଁ ପାଣି ଦେଇ ଦେଉଛି। ଆଉ ଏଠି ପାଣିଟା ପୁରା ମାଛର କ୍ୱାଣ୍ଟିଟି ଦେଖିକି ଦେବେ। ବେଶୀ ପାଣି ଦେଇଦେବେନି, ନହେଲେ ଝୋଳ ହେଇଯିବ। ଏଠି ଅଳ୍ପ ଟିକେ ପାଣି ଦିଆହେବ, କାହିଁକିନା ମାଛଟା ମୁଁ ବହୁତ କଡ଼ା କରି, ଆଉ ଏଇ ରେସିପିରେ ମାଛକୁ ପୁରା କଡ଼ା କରିକି, ମାନେ ମାଛକୁ ପୁରା ଲାଲ କରିକି ଭାଜିବେ, ତାହେଲେ ଯାଇକି ରେସିପିଟା ଭଲ ଲାଗିବ। ନହେଲେ ଯେତେବେଳେ ମାଛ ପକେଇବୁ, ମାଛ ଯଦି ନରମ ଥିବ ତାହେଲେ ମାଛ ଭଜା ଭାଙ୍ଗିଯିବ, ଆଉ ଏତେ ଭଲ ଲାଗିବନି, ପୁରା ଘାଣ୍ଟି ହେଇଯିବ ତରକାରୀଟା। ସେଥିପାଇଁ ମାଛଟା ପୁରା ମୁଁ ଏଠି ଲାଲ ଲାଲ କରିକି ପୁରା ଭଲ ଭାବରେ ଭାଜି ଦେଇଥିଲି। ଅଳ୍ପ ପାଣି ଦେଇ ଦେଇଥିଲି, ତାପରେ ମାଛ ଗୁଡ଼ିକ ମୁଁ ଦେଇ ଦେଇଥିଲି। ମାଛ ଦେଲା ପରେ ତାକୁ 5-10 ମିନିଟ୍ ଭଲ ଭାବରେ ଫୁଟେଇ ଦେବା, ଯେମିତି ମାନେ ତରକାରୀର ଝୋଳ ସବୁ ଯେମିତି ଫୁଟିକି ପୁରା ଶୁଖିଯିବ ଆଉ ସେଇଟା ମସଲା ହେବ। ସେମିତି ଯଦି ଆମେ ଶୁଖିଲା ଦେଇଥାନ୍ତେ ତାହେଲେ ମାଛ ଦେହରେ ମସଲା ଲାଗିନଥାନ୍ତା, ସେଇଟା ଏତେ ଭଲ ହେଇନଥାନ୍ତା। ସେଥିପାଇଁ ଅଳ୍ପ ଟିକେ ପାଣି ଦେଇଦେବେ। ଯଦି ଆପଣଙ୍କର ବେଶୀ ମାଛ ଅଛି କିମ୍ବା କମ୍ ମାଛ ଅଛି, ଆପଣ କ୍ୱାଣ୍ଟିଟି ଦେଖିକି ପାଣି ଦେବେ। ଯେମିତିକି ମାଛଟା ଖାଲି ବୁଡ଼ିକି ରହୁଥିବ ସେଇ ହିସାବରେ ଆପଣମାନେ ପାଣି ଦେବେ। ଦେଖନ୍ତୁ ମାଛଟା ଏଇନେ ମୁଁ ଦେଇଦେଲି, ଟିକେ ଏପଟ ସେପଟ କରିଦେଉଛି, ତାପରେ ଫୁଟିବା ପାଇଁ ଛାଡ଼ିଦେବା। ମାଛ ମସଲାଟା ଖାଇବା ପାଇଁ ଏତେ ଟେଷ୍ଟ ହେଇଥିଲା। ଆଉ ଏଇ ମସଲାଟା ମୁଁ ପ୍ରାୟ ସବୁବେଳେ ହିଁ ଘରେ ବନାଏ। ଯଦି ଆପଣମାନଙ୍କୁ ମାଛର ଆଉ କୌଣସି ଆଇଟମ୍ ଯଦି ପସନ୍ଦ, ତାହେଲେ ଆପଣମାନେ ଯଦି କମେଣ୍ଟ ମାଧ୍ୟମରେ ଜଣାଇବେ, ତାହେଲେ ସେଇ ଆଇଟମ୍ ଆପଣମାନଙ୍କ ପାଖକୁ ଯେମିତି ଅତି ସହଜରେ ହେଇଯାଇପାରୁଥିବ, ମୁଁ ସେମିତି କରିକି ଆପଣମାନଙ୍କୁ ରେସିପି ନେଇ ଆସିବି, ଯାହାଫଳରେ କି ଆପଣମାନେ ସୁବିଧାରେ ଅତି ସହଜରେ ସେ ରେସିପିଟା ଘରେ କରିପାରିବେ। ଆଉ ଏଇ ରେସିପିଟା କରିବା ପାଇଁ ଅନୁରୋଧ କରିବି, ଯଦି ଯେକୌଣସି ଦିନ ଏଇ ରେସିପି ଯଦି ଆପଣମାନେ ଟ୍ରାଏ କରନ୍ତି ଘରେ, ତାହେଲେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ ଯେ ରେସିପିଟି କିପରି ଥିଲା। ତାହେଲେ ମୋତେ ଏମିତି ନୂଆ ନୂଆ ରେସିପି ଆପଣମାନଙ୍କ ପାଇଁ ନେଇ ଆସିବା ପାଇଁ ମୋତେ ଆଗ୍ରହ ଲାଗିବ। ଦେଖନ୍ତୁ ମାଛ ମସଲାଟା ପୁରା ଏଇଠି ଭଲ ଭାବରେ ଫୁଟିଗଲାଣି।
पुणी ताकू ओल्टे पलटे देवा जमती आउ टिके मसला पूरा एपट सेपट होगी माछ सहित भल भाव में मिसीज। देखो माछ सहित एमती मसलाटा रहिबो पूरा सुखा करेनि एमती जस्ट टिके टिके पानी थी कहीं आम जो ठंडा हो माछटा से मसलाटा टिके बसीज से हाल्का टिके जस्ट टिके एमती फुटुव से टाइप आप बंद करदे। आउ एठी मु टिके फ्लेवर पे धनिया पत्र ऐड कर देछि। एटा होची माने जो कहते जो कलिगति धनिया जो थाए लंबा लंबा पत्र वाला से धनियाटा मु एने देछि। मु आमर माने देसी धनिया पत्र मु देइनी जदि आपण मानक पाखरे आछि ताल दे देबे। एबे तो धनिया पत्र सीजन देखंतु पूरा प्रस्तुत हो जाइए माछ मसला ठीक यही टाइप ग्रेवीटा तार रहिबो माने माछरे जेमती मसलाटा पूरा गोळे हेकी रहउथबो ताकू ही माछ मसला हमें कहबा प्रस्तुत हो जाइए। एथरक ताकू आमे कौन करिबो पखाळ सहित आमे परोसी देबा पूरा माछ मसला। वीडियोटी भल लगुले चैनल को सब्सक्राइब करदेवे। मु जो नुआ नुआ रेसिपी छाड़बी आपण मैंने सर्वप्रथमे देखिपारे ता सहित कमेंट माध्यम जनइबे आजिकार रेसिपी किपरि थिला। वीडियोटी पई छोट लाइक मध्य निश्चय करदेवे। ताहले देखा होची आगामी नुआ वीडियो नुआ रेसिपी सहित।